ଆଜି ମୋ ସହିତ ଏମିତି କଣ ଘଟିଲା ଯେ ଆଜି ମୋର କ୍ଲାଉଡ କିଚେନ ସତରେ ପୁରାପୁରି ବନ୍ଦ ହେଇଯାଇଥାନ୍ତା। ଆଉ ଆଜି ସକାଳୁ ସକାଳୁ ଏମିତି କଣ ହେଲା ଯେ ମୁଁ ସିଧା ଦୌଡ଼ିଲି ପଡ଼ିଶା ଘରକୁ। ଅର୍ଡର ଉପରେ ଅର୍ଡର ଆସୁଛି ହେଲେ ପୋଡ ପିଠା ନାହିଁ। ଚାଲନ୍ତୁ ଦେଖିବା ଆଜି ଗୋଟେ ଦିନରେ ମୁଁ କେତେ ସେଲ୍ କରିଛି, ତା ସହିତ ଅଫଲାଇନରେ ବି ମୁଁ କେତେଟା ପୋଡ ପିଠା ସେଲ୍ କରିଛି ଦେଖିବା। ଆଜି ମୋର ଫାଷ୍ଟ ଅର୍ଡର ଥିଲା ଆଳୁ ଭଜା ଓ ଗ୍ରୀନ୍ ସାଲାଡ। ତ ଫାଷ୍ଟ ଆଳୁ ଭଜା ପାଇଁ ପ୍ରିପାରେସନ୍ କରି ଫାଷ୍ଟ ବସେଇଦେବି, ତାପରେ ଷ୍ଟାର୍ଟ କରିଦେବି ସାଲାଡ ପାଇଁ। କାକୁଡ଼ି, ପିଆଜ, ଗାଜର କାଟି ଆଉ ଟମାଟୋକୁ ପ୍ୟାକ୍ କରିଦେବି। ଏଇଠି ମୋର ଆଳୁ ଭଜା ବନିକି ରେଡ଼ି। ପ୍ୟାକ୍ କରିକି ହ୍ୟାଣ୍ଡ ଓଭର କରି ମୁଁ ଲାଗିଯିବି ପୋଡ଼ପିଠାର ପ୍ରିପାରେସନ୍ ପାଇଁ। କାହିଁକି ନା ମୋତେ ପୋଡ଼ପିଠା, କାକରା ଆଉ ଆଡ଼ିସା ପିଠା ପାଇଁ ଅଫଲାଇନରେ ଅର୍ଡ଼ର ଆସିଥିଲା। ସେଥିପାଇଁ ମୁଁ ପୋଡ଼ପିଠା ସହିତ ଆଡ଼ିସା ପାଇଁ ମଧ୍ୟ ପାଗ ଧରିବି। ମର୍ଣ୍ଣିଂରେ କରୁଛି କାହିଁକି ନା ମୋତେ ସନ୍ଧ୍ୟାରେ ଅର୍ଡ଼ର ଥିଲା। ତା ଭିତରେ 1 ଭେଜ୍ ଚାଉମିନ୍ ଆଉ 4ଟା କାକରା ଅର୍ଡ଼ର ଆସିଥିଲା। ଆଉ 5 ମିନିଟ୍ ପରେ ଭେଜ୍ ଚାଉମିନ୍ ଫୁଲ୍ ଆସିଯାଇଥିଲା। ତ ଏକା ସାଙ୍ଗରେ 3ଟା ଚାଉମିନ୍ ବନେଇଦେଲି। ପ୍ୟାକ୍ କରିକି ରାଇଡରକୁ ହ୍ୟାଣ୍ଡ ଓଭର କରିଦେଇଥିଲି। ଏକାଥରକେ 2ଟା ଅର୍ଡ଼ର ଆସିବା ଲାଗି ମୁଁ ସବୁ ରେକର୍ଡ଼ କରିନଥିଲି। ମୋର ଆଡ଼ିସା ପାଇଁ ପାଗ ଧରିବାର ଥିଲା, ସେଥିପାଇଁ ମୁଁ କିଚେନକୁ କିଛି ସମୟ ପାଇଁ ଅଫଲାଇନ୍ କରିଦେବି। ପାଗ ଧରିବା ସରିଲା ପରେ ମୁଁ ଆଡ଼ିସାକୁ ଛାଣିଦେବି। ଯଦି ଅନଲାଇନରେ ଅର୍ଡ଼ର ଆସିଗଲା ମୋତେ ବଡ଼ ପ୍ରୋବ୍ଲେମ୍ ହେଇଯିବ। ଦେଖନ୍ତୁ ଏଇଠି ମୋର ପାଗ ପୁରାପୁରି ପରଫେକ୍ଟ ହେଇଛି। ଏବେ ମୁଁ 5 ମିନିଟ୍ ପରେ ଷ୍ଟାର୍ଟ କରିଦେବି ଆଡ଼ିସା ଛାଣିବା ପାଇଁ। ଏଇଠି ମୋ ହଜବେଣ୍ଡ ଲସି ବନେଇକି ଦେଇଥିଲେ, ଟିକେ ପିଇବି। ତାପରେ ପୋଡ଼ ପିଠା ପାଇଁ ପ୍ରିପାରେସନ୍ କରିବାକୁ ଯିବି। ପ୍ରିପାରେସନ୍ କରିସାରିଲା ପରେ ଏଇଠି ଦେଖନ୍ତୁ ମୁଁ କେମିତି କ'ଣ ମାନେ ପୋଡ଼ ପିଠାକୁ ପୋଡ଼ୁଛି। ଗୋଟେ ମୁଁ କଢ଼େଇରେ ପୋଡ଼ୁଛି, ଗୋଟେ ମୁଁ ପ୍ରେସର କୁକରରେ ଇଡଲି ସିଝାରେ ପୋଡ଼ିକି ବହୁତ ସାରା ବନେଇକି ରଖିବି ପୋଡ଼ ପିଠା ମୁଁ। ଏଇଠି ଦେଖନ୍ତୁ ମୋର ପୋଡ଼ ପିଠା କେତେ ସୁନ୍ଦର ଭାବରେ କମ୍ପ୍ଲିଟ୍ ହେଇଯାଇଛି ଆଉ ବଢ଼ିଆ ସେ ପୋଡ଼ି ହେଇଯାଇଛି। କେତେ ଟେଷ୍ଟି ଦେଖାଯାଉଛି ନା। ଏବେ ମୁଁ ଯିବି ମୋର ଆଡ଼ିସା ପିଠାକୁ ବଢ଼ିଆ ସେ ମୁଁ ଛାଣିକି ରଖିଦେବି। ତାପରେ ମୁଁ ଅନଲାଇନ୍ କରିଦେବି ମୋର ଆଉଟଲେଟକୁ। ମୁଁ ଯେମିତି ଅନଲାଇନ୍ କରିଛି ମୋର ଆଉଟଲେଟକୁ, ସାଙ୍ଗେ ସାଙ୍ଗେ ଗୋଟେ ଅର୍ଡ଼ର ଆସିଗଲା। ସେଥିରେ ଥିଲା ଆଳୁ ଭଜା, 4ଟା ପରଟା ଆଉ 2ଟା ପୋଡ଼ ପିଠା। ତା ସହିତ ହିଁ ଅର୍ଡ଼ର ଆସିଲା ଆଉ ଗୋଟେ ପୋଡ଼ ପିଠା, 2ଟା ତାୱା ରୁଟି ଆଉ ପନିର ଭୋଜି। ତ ମୁଁ ସବୁକୁ ପ୍ୟାକ୍ କରିଦେଇଥିଲି। ପୁଣି ଗୋଟେ ଅର୍ଡ଼ର ଆସିଲା 3ଟା ତାୱା ରୁଟି, 6ଟା ସୁଜି କାକରା ପିଠା ଆଉ ଗୋଟେ ଏଗ୍ ଭୁଜିଆ। ଆଜି ମୋତେ ବ୍ୟାକ୍ ଟୁ ବ୍ୟାକ୍ ଅର୍ଡ଼ର ଆସୁଛି। 2 ମିନିଟ୍ ପରେ ଆଉ ଗୋଟେ ଅର୍ଡ଼ର ଆସିଲା ଆଳୁ ଭଜା, ଏଗ୍ ମ୍ୟାଗି, 4ଟା ପରଠା, ଗୋଟେ ଏଗ୍ ଭୁଜିଆ। ଏଇଠି ମୁଁ 2ଟା ଅର୍ଡ଼ର ପାଇଁ ପ୍ରିପାରେସନ୍ ଷ୍ଟାର୍ଟ କରିଦେବି। ତା ସହିତ ମୁଁ ପୋଡ଼ପିଠାର ପ୍ରିପାରେସନ୍ କରିବାକୁ ଷ୍ଟାର୍ଟ କରିଦେବି। ଅଲମୋଷ୍ଟ ମୋର ପୋଡ଼ପିଠା ସରି ଆସିଲାଣି। ମୋତେ ଶୀଘ୍ର ହିଁ ପୋଡ଼ପିଠାକୁ ପୋଡ଼ିବାକୁ ପଡ଼ିବ। ତା ଭିତରେ ମୁଁ 2ଟା ଅର୍ଡ଼ରକୁ ଟିକେ ଫାଷ୍ଟଲି ରେଡ଼ି କରିବି, କାହିଁକି ନା ମାଇଣ୍ଡରେ ମୋର ପୋଡ଼ପିଠା ହିଁ ଚାଲୁଛି। ତା ଭିତରେ ମୋତେ ଆଉ ଗୋଟେ ଅର୍ଡ଼ର ଆସିଲା ପ୍ଲେନ୍ ସୁଜି କାକରା, ଗୋଟେ ପୋଡ଼ପିଠା, ଆଡ଼ିସା ପିଠା, ସୁଜି କାକରା ପିଠା। ଯେମିତି ମୁଁ ପ୍ୟାକ୍ କରିଛି କି ନାହିଁ ଆଉ ଗୋଟେ ଅର୍ଡ଼ର ଆସିଲା ପୁଣି ପୋଡ଼ପିଠା। ଫଟାଫଟ ଯାଇକି ମୁଁ ରାଇଡରକୁ ହ୍ୟାଣ୍ଡ ଓଭର କରିଦେବି ମୋର ଅର୍ଡ଼ରକୁ। ଆଉ କିଛି ସମୟ ପରେ 6ଟା ପୋଡ଼ପିଠା ଆସିଲା। ଫଟାଫଟ ପ୍ୟାକ୍ କଲା ଟାଇମରେ ତା ଭିତରେ ଆଉ ଗୋଟେ ଅର୍ଡ଼ର ଆସିଲା ପୋହା, ଚାଟ୍, ପନିର ଭୁଜି ୱିଥ୍ ପରାଠା। ହେ ଭଗବାନ, ଏବେ ମୋ ପାଖରେ ପୋଡ଼ପିଠା ଅଛି ମୁଁ ଦେଇଦେବି, କିନ୍ତୁ ସେକେଣ୍ଡ ଅର୍ଡ଼ର ଯଦି ପୋଡ଼ପିଠା ଆସିଗଲା ତ ମୋ ପାଖରେ ଆଉ ଜମା ବି ପୋଡ଼ପିଠା ନାହିଁ। ସେଥିପାଇଁ ମୁଁ ପୋଡ଼ପିଠାକୁ ଅଫ୍ କରିଦେଲି। ଯେମିତି ମୁଁ ବନେଇବା ଷ୍ଟାର୍ଟ କରିଛି କି ନାହିଁ ଆଉ ଗୋଟେ ଅର୍ଡ଼ର ଆସିଲା। ସେଥିରେ ଥିଲା 10ଟା ସୁଜି କାକରା, 5ଟା ପୋଡ଼ପିଠା। ଏଇଠି ମୋର ମୁଣ୍ଡ ପୁରାପୁରି ଖରାପ ହେଇଗଲା। ଟେନସନର କାରଣ ଏହିକି ଯେ ମୁଁ ଆଉଟଲେଟ୍ ତ ଅଫ୍ କରିଥିଲି, ହେଲେ ପୋଡ଼ପିଠା ଅର୍ଡ଼ର ଆସିଲା କେମିତି? ତା ଭିତରେ ମୁଁ ପଡ଼ୋଶୀ ସହିତ କଥା ହେଲି ଆଉ ପୋଡ଼ପିଠା ଅଛି କି ନାହିଁ ପଚାରିଲି। ମୋର ପୋଡ଼ପିଠା ସରିଯାଇଛି, ମୋର ବନିଗଲା ପରେ ମୁଁ ଦେଇଦେବି। ତ ସେ ହଁ କରିଲେ। ତ ମୁଁ ସାଙ୍ଗେ ସାଙ୍ଗେ ବାହାରିଲି ତାଙ୍କ ଘରକୁ ଯାଇକି ପୋଡ଼ପିଠା ନେଇକି ଆସିବା ପାଇଁ। ଏଇଠି ମୁଁ 10ଟା କାକରା ପିଠା ମୋ ହଜବେଣ୍ଡକୁ କହିଥିଲି ଛାଣିବା ପାଇଁ, କାହିଁକି ନା ମୁଁ ପୋଡ଼ପିଠା ପାଇଁ ଆଣିବା ପାଇଁ ଯାଇଥିଲି। ମୋତେ ବି ବହୁତ କମ୍ ସମୟ ମିଳିଥିଲା, 15 ମିନିଟ୍ ମିଳିଥିଲା। ସେଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ଯାଇକି ମୁଁ ପଡ଼ୋଶୀ ଘରେ ପୋଡ଼ପିଠା ନେଉଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ବନେଇଛନ୍ତି। ପୋଡ଼ପିଠାକୁ ମୁଁ ବଢ଼ିଆ ସେ କାଟିକି ପିସ୍ ପିସ୍ କରିକି ତାକୁ ମୁଁ ୱେଟ୍ରେ ମାପିକି ହ୍ୟାଣ୍ଡ ଓଭର କରିଦେଲି ରାଇଡରକୁ। ତାପରେ ମୋତେ ଆସିଲା 15ଟା ଆଡ଼ିସା ପିଠା। ତ ବିଶ୍ୱାସ କରନ୍ତୁ ମୋ ପାଖରେ 14ଟା ହିଁ ଆଡ଼ିସା ପିଠା ଥିଲା। ତ ମୁଁ ତା ଭିତରେ 2ଟା ସୁଜି କାକରା ପିଠା ଏଡ଼୍ କରିକି ଦେଇଦେଲି। ଏବେ ମୁଁ ସବୁ ଅଫଲାଇନ୍ କରିଦେବି, ତାପରେ ମୁଁ ବି ପୋଡ଼ପିଠା ପୋଡ଼ିବି। ଦେଖନ୍ତୁ ମୁଁ ଏଠି ଏୟାର ଫ୍ରାଏରେ ପୋଡ଼ପିଠା ପୋଡ଼ିଛି, ଯେମିତିକି ମୋର ଶୀଘ୍ର ହେଇଯିବ। ତା ସହିତ ମୁଁ ଗୋଟେ ପେନ୍ରେ ବି ମୁଁ ଏଠି ପୋଡ଼ିଛି, ଯେମିତିକି ଆହୁରି ଜଲ୍ଦି ହେଇଯିବ। ତ ମୁଁ ଏଇଠି ଅଲମୋଷ୍ଟ 2ଟା ପୋଡ଼ପିଠା ବନେଇଛି। ଆଉ ମୁଁ ଏଇଠି ଆଉଟଲେଟ୍ ପୁରା ଅଫ୍ କରିଦେଇଥିଲି, କାହିଁକି ନା ମୋର ଅଫଲାଇନରେ ବହୁତ ସାରା ଅର୍ଡ଼ର ଥିଲା। ତ ସେସବୁ ମୁଁ ଏଇଠି ପ୍ୟାକ୍ କରିବି ଅଫଲାଇନ୍ ପାଇଁ। ତ ଦେଖନ୍ତୁ ଏଇଠି ମୋତେ କାକରା ପିଠା, ଆଡ଼ିସା ପିଠା, ପୋଡ଼ ପିଠା ସବୁ ଅର୍ଡ଼ର ଥିଲା। ତ ମୁଁ ବଢ଼ିଆ ସେ ପ୍ୟାକ୍ କରୁଛି। ତା ସହିତ ମୁଁ
मोर पोड़पिठा को बार बार जाइए चेक भी करुली जे मोर बनीची ना नहीं तापर मु ऑनलाइन हेबी बोली। तो आज संडे थिला तो पोड़पिठार एते चाहिदा अच्छी बोली मु जानी नथिली। आज मु गोटे दिन रे एते सारा पोड़पिठा मु सेल करिथिली आ बहुत खुशी भी लागिथिला ता सहित बहुत परिश्रम भी थिला। आज मु पोड़पिठा सेल करिछि प्राय 8 ରୁ 9टा। आ एई वीडियो रे आपण माननकु कोउटा भल लागिला मते निश्चय कमेंट करिवे। थैंक यू।